ଭଗବତେ ବାସୁଦେବାୟ ନମଃ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ବହୁତ ମାତ୍ରାରେ ଆପଣମାନଙ୍କୁ ସ୍ୱାଗତମ। ଯଦି କହିବା କି ଆପଣଙ୍କ ପାଇଁ ଆଜିର ଦିନ ବହୁତ ଖାସ୍ ହେବା ପାଇଁ କି ଯାଉଅଛି। କାରଣ ହେଉଛି ମହାବଳୀ ମହା ଶକ୍ତିଶାଳୀ ଭଗବାନ ବଜରଙ୍ଗବାଲୀଙ୍କ ଆଶୀର୍ବାଦ। ଯଦି କହିବା କି ବିଶେଷ ଭାବରେ କହିବା କି ଆପଣମାନଙ୍କ ଜୀବନର ସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି। ମନେ ରଖନ୍ତୁ ଆଜିର ଦିନରେ ଆପଣମାନଙ୍କୁ ବହୁତ ସାରା ଖୁସି ମିଳିବାକୁ ଯାଉଅଛି। ତା ସହିତ ଯଦି କହିବା ଆମେ ଆପଣମାନଙ୍କ ପାଇଁ ସୁନାର ସୁହାଗ ଭଳି ସ୍ଥିତି ହେବ। ବିଶେଷ ଭାବରେ ଆପଣମାନଙ୍କୁ ସବୁଆଡ଼ୁ ଖୁସି ହିଁ ମିଳିବ। ଫ୍ରେଣ୍ଡସ୍, ଆପଣମାନଙ୍କ ପାଇଁ ଏ ସମୟ ବହୁତ ଖାସ୍ ରହିବ। ଚାରି ଦିଗରୁ କିମ୍ବା ଚାରିଆଡ଼ୁ ଆପଣଙ୍କୁ ଖୁସି ପ୍ରାପ୍ତି ହେବ। କାହିଁକି ନା ଯଦି କହିବା ଯଦି ବଜରଙ୍ଗବାଲି ବହୁତ ମାତ୍ରାରେ ପ୍ରସନ୍ନ ହୋଇଛନ୍ତି ଆପଣମାନଙ୍କ ଉପରେ। ଏହି ସମୟରେ ଆପଣମାନେ ଏତେ ଖୁସି ହେଇଯିବେ କି ଆପଣମାନଙ୍କ ଆଖିର ଲୁହକୁ କେବେ ବି ଅଟକାଇ ପାରିବେ ନାହିଁ। ହଁ ଆଜ୍ଞା, ଏଇଟା ଦୁଃଖର ଲୁହ ହେଇନଥାଏ, ଏଇଟା ହେଉଛି ଖୁସିର ଲୁହ, ଯାହାକୁ କେବେ କହି ହୁଏନି କି ସହି ହୁଏନି। ଏଇଟା କେବଳ ଅନୁଭବ କରିହୁଏ। ତ ଯଦି ମୁଁ ଆପଣମାନଙ୍କୁ କହିବି କି କେଉଁ ଆଡ଼ୁ ଖୁସି ଖବର ଆପଣମାନଙ୍କୁ ମିଳିବ, କେଉଁ ଜାଗାରୁ ଆପଣମାନଙ୍କୁ ଲାଭ ମିଳିବ, କେଉଁଠି ଆପଣମାନଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହେବ, ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କୁ ମୁଁ ବିଶେଷ ଭାବରେ କହିବି। ଏହା ସହିତ ଆପଣମାନଙ୍କୁ କେଉଁ ଦିଗରୁ ସାବଧାନତା ମଧ୍ୟ ରହିବାକୁ ପଡ଼ିବ। ଆପଣମାନଙ୍କ ପ୍ରେମ ସମ୍ବନ୍ଧୀୟ କିଛି ଘଟଣା ମୁଁ ଆପଣମାନଙ୍କୁ କହିବି। ସ୍ୱାସ୍ଥ୍ୟ କଥା କହିବି। ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି ଆଜିର ଦିନରେ ସ୍ଥିତି ଆପଣମାନଙ୍କର କିପରି ରହିବ, ଆପଣମାନଙ୍କର ରାଶିଫଳ କିପରି ମାତ୍ରାରେ ରହିବ। ବିଶେଷ ଭାବରେ ଆପଣମାନଙ୍କୁ ମୁଁ କହିବି ଭିଡ଼ିଓଟି ଗୋଟିଏ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ତେଣୁ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏ ନିହାତି ଦେଖନ୍ତୁ। ଏବେ ଯାଇ ଆପଣମାନେ ତାର ସମାଧାନ କିମ୍ବା ତଥ୍ୟ ବିଷୟରେ ଅନେକ କଥା ଜାଣିପାରିବେ। ତେବେ ଯାଇ ଆପଣମାନଙ୍କୁ ଲାଭ ହିଁ ଲାଭ ମିଳିବ। ଅନ୍ୟଥା ଆପଣମାନଙ୍କୁ କିଛି ବି ହାସଲ ହେବ ନାହିଁ। ଯେଉଁ ପ୍ରକାରର ଇନଫର୍ମେସନ୍ ଆପଣମାନଙ୍କୁ ମୁଁ ଦେଉଛି ସେ ବିଷୟରେ ଆପଣମାନେ ଏ ଭିଡ଼ିଓରେ ପ୍ରତ୍ୟେକଟି ଟିପ୍ସକୁ ଫଲୋ କରନ୍ତୁ। ଭିଡ଼ିଓଟିକୁ ଆଗକୁ ବଢ଼ିବା ପୂର୍ବରୁ ଆପଣମାନଙ୍କୁ ମୋର ଗୋଟିଏ ରିକ୍ୱେଷ୍ଟ, ବଜରଙ୍ଗବାଲୀଙ୍କର ସଚ୍ଚା ଭକ୍ତ ହୋଇଥିଲେ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ନିହାତି ଲେଖନ୍ତୁ, ଯାହାଦ୍ୱାରା ଶ୍ରୀ ବଜରଙ୍ଗବାଲୀ କୃପା ଆପଣମାନଙ୍କୁ ପ୍ରାପ୍ତ ହେବ। ତ ଆସନ୍ତୁ ଜାଣିବା ଆପଣମାନଙ୍କ ପାଇଁ ଆଜିର ଦିନରେ କ'ଣ ସବୁ ବିଶେଷ ମହତ୍ତ୍ୱ ରହିଅଛି। ଆପଣମାନଙ୍କ କ୍ୟାରିୟର ବିଷୟରେ ଆପଣମାନଙ୍କୁ କହିବି କି ଆପଣମାନଙ୍କ କ୍ୟାରିୟରରେ ଉନ୍ନତି ଘଟିବ। ଆପଣମାନଙ୍କ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବାର ଯୋଗ ମଧ୍ୟ ବନୁଅଛି। ଆପଣମାନେ ଆପଣମାନଙ୍କ ଭବିଷ୍ୟତ ଜୀବନ ପାଇଁ ବିଚାର କରିବେ। ଆପଣମାନଙ୍କର ଜୀବନସାଥୀ ସହିତ ତାଳମାଳ ସୁସମ୍ପର୍କ ଅତି ନିବିଡ଼ ହୋଇ ଗଢ଼ି ତୋଳିବ। ତାହା ସହିତ ଆପଣମାନଙ୍କର ଭଲ ବ୍ୟବହାର ଯୋଗୁଁ ଲୋକମାନେ ଆପଣମାନଙ୍କ ସହ ସାଙ୍ଗ ହେବେ ଏବଂ ପ୍ରଶଂସା ମଧ୍ୟ ବହୁତ ମାତ୍ରାରେ କରିବେ। ଆପଣମାନେ ଆପଣମାନଙ୍କ ଲଭର ସହିତ କିଛି ବାଦବିବାଦ ମଧ୍ୟ କରିପାରନ୍ତି। ଜୀବନସାଥୀଙ୍କ ସହିତ ଆପଣମାନଙ୍କର ପ୍ରେମର ଅନୁଭବ ମଧ୍ୟ ହେଇଯିବ। ପରିବାରର ଭରପୁର ପ୍ରେମ ଏବଂ ଖୁସି ଆପଣମାନଙ୍କୁ ପ୍ରାପ୍ତ ମଧ୍ୟ ହେବ। ଆପଣମାନେ ଯଦି ଏ ଦିନରେ କିଛି ନୂଆ କରିବାକୁ ଚାହୁଁଥିଲେ ତେବେ ତା ପାଇଁ ମଧ୍ୟ ତାଲା ଖୋଲିଯିବ। ଆପଣମାନେ ଯେଉଁ ସବୁ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଥିଲେ ସେସବୁ ମଧ୍ୟ ଟାଇମରେ ଆପଣମାନଙ୍କର ଶେଷ ମଧ୍ୟ ହେଇଯିବ, ଯାହାଦ୍ୱାରା ଆପଣମାନେ ବହୁତ ଖୁସି ହେବେ। ବଜରଙ୍ଗବାଲୀଙ୍କ ଆଶୀର୍ବାଦ ଦ୍ୱାରା ଆପଣମାନେ ଯୋଗୀ ଋଷି ମୁନିଙ୍କ ସହିତ ଆପଣମାନଙ୍କର ସାକ୍ଷାତ ମଧ୍ୟ ହୋଇପାରେ, ଯାହା ଆପଣମାନଙ୍କ ପାଇଁ ଭବିଷ୍ୟତ ଜୀବନ ପାଇଁ କାଫି ଖୁସି ମଧ୍ୟ ପ୍ରାପ୍ତ ହେବ। ଏବଂ ଯିଏ ଯେଉଁ ବି କାମ କରନ୍ତୁ ନା କାହିଁକି ତାଙ୍କୁ ସେ ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପଦୋନ୍ନତି ମିଳିବ। ଯେଉଁ ବ୍ୟକ୍ତିମାନେ ବିଜନେସ୍ କରୁଛନ୍ତି ବିଜନେସ୍ କ୍ଷେତ୍ରରେ ଆପଣମାନଙ୍କୁ ଉନ୍ନତି ମଧ୍ୟ ମିଳିବ, କାହିଁକି ନା ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଆପଣମାନଙ୍କ ଉପରେ ରହିଅଛି। ଫ୍ରେଣ୍ଡସ୍, ଆପଣମାନଙ୍କୁ ତ ସବୁ କିଛି ମିଳିବ, କିନ୍ତୁ ଆପଣମାନେ ଟିକେ କ୍ରୋଧ ଉପରେ ଆପଣମାନଙ୍କର ନିୟନ୍ତ୍ରଣ ରଖିବେ। କାହିଁକି ନା ଆପଣମାନଙ୍କୁ ତ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଯୋଗୁଁ ଆପଣମାନଙ୍କୁ ସବୁଆଡ଼ୁ ଖୁସି ମିଳିବ। ଯଦି ଆପଣମାନେ କ୍ରୋଧ ହେବେ ତେବେ ଆପଣମାନଙ୍କୁ ସେସବୁର କିଛି ବି ଲାଭ ମିଳିବ ନାହିଁ। କାହିଁକି ନା କ୍ରୋଧ ମଣିଷର ବହୁତ ବଡ଼ ଶତ୍ରୁ ହୋଇଥାଏ। ଆପଣଙ୍କ ଭାଗ୍ୟରେ ଯେତେ ବି ଭଲ ଆସିଥାଉ ନା କାହିଁକି ଆପଣମାନେ ଯଦି ସେ ସବୁ କାମକୁ କ୍ରୋଧରେ କରିବାକୁ ଚାହୁଁଥିବେ ତେବେ ସେ କାମ ବିଗାଡ଼ି ମଧ୍ୟ ଯିବ।
ଯଦି ଆପଣମାନଙ୍କୁ ମୋ କ୍ୟାରିୟର ବିଷୟରେ ଆପଣମାନଙ୍କର କହିବି, ତେବେ ଆପଣମାନେ ଆପଣମାନଙ୍କର କାମକୁ 2 ଗୁଣା କିମ୍ବା 4 ଗୁଣା ଭାବରେ କରିକି ଆପଣମାନେ ସବୁ କ୍ଷେତ୍ରରେ ଲାଭ ହିଁ ଲାଭ ପାଇପାରିବେ। କଥାରେ ଅଛି ପରା, ବେଳ ହୁ ଗୋବିନ୍ଦ ସୁମିର। ତା ଅର୍ଥ ହେଉଛି ବେଳ ଥାଉ ଥାଉ ସବୁ କାମ କରିବା ନିହାତି ଦରକାର। କାରଣ ବେଳ ବୁଡ଼ିଗଲେ ଆଉ ତ କାମ ଆସେନି ଏବଂ ସମୟ କାହାକୁ ବି ଅପେକ୍ଷା କରିନଥାଏ। ତେଣୁ ସମୟ ସମୟ ମଧ୍ୟରେ ଆପଣମାନେ ଯଦି ଆପଣମାନଙ୍କର କାମ କରିଦେବେ, ତେବେ ଆପଣମାନେ ସବୁ କ୍ଷେତ୍ରରେ ଲାଭ ହିଁ ଲାଭ ପାଇପାରିବେ। ତେଣୁକରି ଆପଣମାନେ ସମୟକୁ ବହୁତ ବଡ଼ ଭାଗ୍ୟବାନ ବୋଲି ଭାବନ୍ତୁ ଏବଂ ସମୟର ମୂଲ୍ୟ ମଧ୍ୟ ବୁଝନ୍ତୁ। ତା ସହିତ ଫ୍ରେଣ୍ଡ, ଆପଣମାନେ ପାରିବାରିକ କଳହ ଠାରୁ ଦୂରେଇ ରୁହନ୍ତୁ। କାହିଁକି ନା ଆପଣମାନଙ୍କ ଉପରେ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଅଛି। ତ ଆପଣମାନେ କଳହ ଠାରୁ ଦୂରେଇ ରୁହନ୍ତୁ। ବ୍ୟାୟାମ କରିବା ସମୟରେ ଆପଣମାନେ ସଠିକ୍ ନିୟମ ପାଳନ କରି ବ୍ୟାୟାମ କରନ୍ତୁ, ଯାହାଫଳରେ ଆପଣମାନଙ୍କର ସ୍ୱାସ୍ଥ୍ୟ ଅତି ନିବିଡ଼ ହୋଇ ରହିବ। ନଚେତ୍ ଆପଣମାନଙ୍କୁ ଛୋଟ ମୋଟ ଆଘାତ ମଧ୍ୟ ଲାଗିପାରେ। ଭଗବାନ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଯୋଗୁଁ ଆପଣମାନଙ୍କର ଯେଉଁ ସବୁ ପ୍ରୋବ୍ଲେମ୍ ହୋଇଥିଲା, ସେସବୁର ମଧ୍ୟ ସମାଧାନ ଘଟିବ। ଆପଣମାନେ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି, ସେଠାକାର ଲୋକମାନେ ଆପଣମାନଙ୍କ ଉପରେ ପ୍ରସନ୍ନ ମଧ୍ୟ ହେବେ। କାହିଁକି ନା ଆପଣମାନଙ୍କର କହିବାର ଢଙ୍ଗ ଏତେ ଭଲ ହେଇଯିବ କି ଆପଣମାନେ କହୁଥିବା କଥାକୁ ସମସ୍ତେ ସମର୍ଥନ ମଧ୍ୟ କରିବେ। ଆପଣମାନଙ୍କର ଯେଉଁ ସବୁ ଦୁଶ୍ମନ ମଧ୍ୟ ଥିଲେ, ସେମାନେ ମଧ୍ୟ ଆପଣମାନଙ୍କ ଉପରେ ଏତେ ସବୁ ଖୁସି ଦେଖିକି ପ୍ରସନ୍ନ ମଧ୍ୟ ହେବେ। ଭଗବାନ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଯୋଗୁଁ ଆପଣମାନେ ବଡ଼ରୁ ବଡ଼ କାମ ଆପଣମାନଙ୍କୁ ସମାଧାନ କରିବାର ଉପାୟ ମିଳିଯିବ, ଯାହାଦ୍ୱାରା ଆପଣମାନେ ଜୀବନରେ ଆଗକୁ ମଧ୍ୟ ବଢ଼ିପାରିବେ। ହଁ ଆଜ୍ଞା, ତା ସହିତ ଘରର ପରିବାରର ସମସ୍ତ ସଦସ୍ୟମାନେ ଆପଣମାନେ ସମସ୍ତେ ଯୋଡ଼ି ହୋଇ ଏକାଠି ହୋଇ ରହିବେ। ଫ୍ରେଣ୍ଡସ୍, ଯଦି କହିବା ଏହା ଭୁଲ ହେବ ନାହିଁ କି ମହାବଳୀ ମହାଶକ୍ତିଶାଳୀ ଭଗବାନ ବଜରଙ୍ଗବାଲୀଙ୍କର ଆଶୀର୍ବାଦରୁ ଆପଣମାନଙ୍କ ପାଇଁ ଆଗକୁ ଆସୁଥିବା ସମୟ ବହୁତ ଭଲ ସମୟ ହେବା ପାଇଁ କି ଯାଉଅଛି। ତା ସହିତ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ଯୋଗୁଁ ଆପଣମାନଙ୍କର ସମସ୍ତ କଷ୍ଟ ମଧ୍ୟ ଦୂର ହେବ ଏବଂ ଆପଣମାନଙ୍କର ମନସ୍କାମନା ମଧ୍ୟ ପୂରଣ ହେବ ଏବଂ ଆଗକୁ ଆସୁଥିବା ଟାଇମରେ ଆପଣମାନଙ୍କୁ ଧନ ଲାଭ ମଧ୍ୟ ହେବ। ନୂଆ ନୂଆ ସଫଳତା, ଖୁସି ଖବର ମଧ୍ୟ ଆପଣମାନଙ୍କୁ ମିଳିବ। ବଜରଙ୍ଗବାଲୀଙ୍କର କୃପାରୁ ଆପଣମାନଙ୍କୁ ସମସ୍ତ ଖୁସି ପ୍ରାପ୍ତ ହେବ, ଯାହାଦ୍ୱାରା ଆପଣମାନଙ୍କର ମନ ପ୍ରସନ୍ନ ମଧ୍ୟ ରହିବ ଆଉ ଆପଣମାନଙ୍କର ଜୀବନ ମଧ୍ୟ ବଦଳିଯିବ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଭଗବାନ ବଜରଙ୍ଗବାଲୀଙ୍କର ଆଶୀର୍ବାଦ ମିଳୁ। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ, ତେବେ ବହୁତ ମାତ୍ରାରେ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ ନିହାତି କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ବଜରଙ୍ଗବାଲୀ ନିହାତି ଲେଖନ୍ତୁ। ରହୁଛି, ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।